କୌଶିକ ହାଲଦାର। ମୁଁ ଏମବି 131 ଗାଁର ଲୋକ। ହୁଁ। ମୁଁ 55 ରହୁଛି। ରାସ୍ତାଟା ଏଇ କୋଉଠୁ କୋଉଠି ଅଛି? ରାସ୍ତାରେ ଏମିତି ଅବସ୍ଥା, ଏତେ ନିମ୍ନ ଧରଣର କାମ ହଉଛି ଯେ ମୋଟର ସାଇକେଲ ଚଲେଇଲେ ତାର ଆଗ ଚାକ ସ୍ଲିପ କରି ଯାଉଛି। ଯେତିକି ମାନେ ଚିପ୍ସ ଦେଇଛି ସବୁ ଯାକ ଚିପ୍ସ ଉଠି ଯାଉଛି। ଯଦି କିଏ ବୁଲାଇବାକୁ ଚାହିଁବ, ମୋଟର ବାଇକ ବୁଲାଇବାକୁ ଚାହିଁବ, ସେ ସେଇଠି ପଡିଯିବ। କିଛି ପଡିନି। କେତେ ଦିନ କିଛି ହେଲେ ନାହିଁ। ମାନେ ଏ କୋଉଠୁ 20 ଦିନ ହବ କାମଟା ହେଇଛି। ମାତ୍ର କରିଯିବା ପରଦିନ ଠାରୁ ଏକା କରିବା ଟାଇମରେ ମଧ୍ୟ ଆମର ଜଣେ ଭାଇ କରିବା କରିବା ଦିନଠୁ ଏକା ଆମର ପ୍ରତିବାଦ କରିଛି ଆମର ଜଣେ ଭାଇ। ମାତ୍ର ତାର କୌଣସି ଷ୍ଟେପ ନେଇନାହାନ୍ତି କି। ରାସ୍ତାଟା ହେଇଛି? ରାସ୍ତାଟା ହେଇଛି ପୁସୁଗଡା ଏମପିବି କୁସୁଗୁଡା 55 ଛକଠୁ ମାଲାବରମ ପର୍ଯ୍ୟନ୍ତ, ପାଖାପାଖି 1.5 କିଲୋମିଟର। MB 128 ରାସ୍ତାଟା ନେଇକିରି ଆମ ମିଡିଆ ବାଲା ଡାକିଲି। MPB 55 ଟୁ ମାଲାବରମ ପର୍ଯ୍ୟନ୍ତ 1.5 କିଲୋମିଟର ଅତି ନିମ୍ନ ଆକାରରେ କାମ ହେଇଛି ଏଠି। ଆଉ ମିଡିଆ ମାଧ୍ୟମରେ ଆମେ ପ୍ରଶାସନକୁ ଜଣାଇବାକୁ ଚାହେଁ ଯେ ଏମିତି କାମ ହେଇଛି, ବିଲକୁଲ ପିଚୁ ପଡିନି। ତାପରେ ପୁରୁଣା ରାସ୍ତା ଗୋଟେ, ଯାହା ଆଗରେ କାମ ଥିଲା ସେଇ ପିଚୁ ଦେଖା ଯାଉଛି। ଆଉ ଆପଣ ମାନେ ଦେଖିପାରିବେ ବହୁତ ନିମ୍ନ ଆକାରରେ କାମ ହେଇଛି। ଆଉ ସରକାରଙ୍କର ଏମିତି ପଇସା ବେଫାଲତୁ ଖର୍ଚ୍ଚ ହଉଛି, ଯାହା ହଉ ଜନଗଣଙ୍କର କିଛି ସୁବିଧାରେ ଆସୁନି। ଲୋକମାନେ ହଇରାଣ ହେଉଛନ୍ତି, ଗାଡି ଚଲାଇ ପାରୁନାହାନ୍ତି। ଗାଡି ସ୍ଲିପ ହଉଛି, ଏମିତି ଧରଣର କାମ। ସେଥିପାଇଁ ପ୍ରଶାସନକୁ ଜଣାଇ ଦିଆଯାଉଛି ଯେ ଆପଣ ମାନେ କାମ ବିଷୟରେ ଟିକେ ଷ୍ଟେପ୍ ନିଅନ୍ତୁ। ମୋ ନାଁ ମଧୁ ବାଛାଡ଼। ମୋ ଘର MB 128। ମୁଁ ଏଇ ରାସ୍ତା ବିଷୟରେ କହୁଛି। ଆମର ଯେ ରାସ୍ତା ଯୋଉ କାମ ହେଇଛି, ଏ କାମରେ ତ ଏଇ ରାସ୍ତାରେ ତ କିଏ ଚାଲି ପାରୁନି। ଆଉ ମୋଟର ସାଇକେଲ ବାଇକ୍ ଯାକ ସବୁ ତ ସ୍ଲିପ ହେଇକିରି ପଡି ଯାଉଛି। ଆଉ ଆମର ଯୋଉ କାମ ହେଇଛି, ଏ ରାସ୍ତାରେ ଆଉ କିଏ ଚାଲି ପାରିବ ନାହିଁ। ବର୍ଷା ହେଲେ ବି ଆମର ଏ ରାସ୍ତା ଆଉ ରହିବ ନାହିଁ। ଆଗରୁ ଯୋଉ ପୁରୁଣା ଯୋଉ ରାସ୍ତା ଥିଲା, ସେ ରାସ୍ତା ଯେମିତି ଥିଲା ଭଲ ଥିଲା। ଏବେ ପରେ ଯୋଉ ଆମ ଯେ ରାସ୍ତା କରିଛି, ଏ ରାସ୍ତାରେ ଆଉ କିଏ ଚାଲି ପାରୁନି।